ଆଚ୍ଛା ପିଲାମାନେ ଭଲ ଅଛ? ହଁ ନିଶ୍ଚୟ ଭଲ ଥିବ। ମୁଁ ରଶ୍ମିରଞ୍ଜନ ତୁମକୁ ଆଜିର ପାଠପଢ଼ାକୁ ସ୍ୱାଗତ କରୁଛି। ପିଲାମାନେ କେମିତି ଅଛ? ଭଲରେ ଅଛ ତ? ହଁ ତାହେଲେ ଆଜି ଆମେ କ'ଣ କରିବା ନା କାଞ୍ଚନ ମାଉସୀ ଘରର ପାଠ 4 ପଢ଼ିଥିଲେ ଆମେ। ତାର ଆଜି ତୃତୀୟ ଅନୁଚ୍ଛେଦଟି କ'ଣ କରିବା? ପଠନ କରିବା, ପଦ୍ୟଟି ଆବୃତ୍ତି କରିବା। ଚାଲ ପିଲାମାନେ। ଦେଖ ପିଲାମାନେ କ'ଣ ଗାଇବା? ତୃତୀୟ ପଦଟି ଦେଖନ୍ତୁ କ'ଣ ଅଛି? ରାନ୍ଧଣା ତାଙ୍କର ଭାରି ସୁଆଦ, ରାନ୍ଧଣା ତାଙ୍କର ଭାରି ସୁଆଦ, ହାତ ଚାଟି ଚାଟି ଖାଇବା ଖାଦ୍ୟ, ଗୋରୁ ଗାଈଙ୍କର ସେବା ଯତନ, ଯିବେ ଦୟା ତାଙ୍କ ମହତ ଗୁଣ। ବୁଝିଲ ପିଲାମାନେ? ତ କାଞ୍ଚନ ମାଉସୀର ରାନ୍ଧଣା ଭାରି ସୁଆଦ, ନାଇଁକି ପିଲାମାନେ? ପଦ୍ୟଟି ମନେ ରହିଲା? ଆବୃତ୍ତି କରିପାରିବ ଏଥର ତୁମେମାନେ? ବୁଝିଗଲା ପିଲାମାନେ? ମନେ ରହିଲାନି? ତାହେଲେ ଆଉଥରେ କରିବା। ହଉ ଠିକ୍ ଅଛି। ଚାଲ ପିଲାମାନେ ଆଉଥରେ। ରାନ୍ଧଣା ତାଙ୍କର ଭାରି ସୁଆଦ, ରାନ୍ଧଣା ତାଙ୍କର ଭାରି ସୁଆଦ, ହାତ ଚାଟି ଚାଟି ଖାଇବା ଖାଦ୍ୟ, ଗୋରୁ ଗାଈଙ୍କର ସେବା ଯତନ, ଗୋରୁ ଗାଈଙ୍କର ସେବା ଯତନ, ଯିବେ ଦୟା ତାଙ୍କ ମହତ ଗୁଣ, ଯିବେ ଦୟା ତାଙ୍କ ମହତ ଗୁଣ। ପିଲାମାନେ ଗୀତଟି ଏଇଭଳି ଶୈଳୀରେ ତୁମେ ଆବୃତ୍ତି କରିବ। ବୁଝିଲ? ଠିକ୍ ଅଛି। ଚାଲ ଆମେ ୟାକୁ ବୁଝିବା। ଦେଖ ପିଲାମାନେ, ରାନ୍ଧଣା ତାଙ୍କର ଭାରି ସୁଆଦ। ପିଲାମାନେ ଘରେ ମା ରାନ୍ଧନ୍ତି କି ନାହିଁ? ହଁ, ତ ସେଇଭଳି ମାଉସୀ ମଧ୍ୟ ତାଙ୍କର ରାନ୍ଧଣା ରାନ୍ଧନ୍ତି, ନୁହେଁ କି? କୋଉଠି ରାନ୍ଧନ୍ତି ଜାଣିଛ? ହଁ, ରୋଷେଇ ଘରେ। ରୋଷେଇ ଘରେ ଯେଉଁ ରୋଷେଇ କରନ୍ତି ସେଇଟାକୁ ଆମେ ରାନ୍ଧଣା କହିବା। ତାହେଲେ ରାନ୍ଧଣା ତାଙ୍କର ଭାରି ସୁଆଦ। ଖାଦ୍ୟ ଆମକୁ ସୁଆଦ ନ ଲାଗିଲେ ଆମେ ଖାଇବା ନାହିଁ। ତେଣୁ ରାନ୍ଧଣା ହେଉଛି ମାଉସୀଙ୍କର ଭାରି ସୁଆଦ। ତେଣୁ ଲେଖା ହେଇଛି ପଦ୍ୟରେ ରାନ୍ଧଣା ତାଙ୍କର ଭାରି ସୁଆଦ। ବୁଝିପାରିଲେ ପିଲା? ପିଲାମାନେ ପୁଣି ଆମେ ତା ପରବର୍ତ୍ତୀ ପଦଟା କ'ଣ ରହିଛି? ହାତ ଚାଟି ଚାଟି ଖାଇବା ଖାଦ୍ୟ। ଦେଖ ପିଲାମାନେ, ଯଦି ଆମର ଖାଦ୍ୟଟି ସୁଆଦ ନ ଲାଗିଲା ତାହେଲେ ଆମେ କ'ଣ ଭଲ ଭାବରେ ଖାଇପାରିବା? ତେଣୁ ମାଉସୀଙ୍କର ଆମର ଖାଦ୍ୟଟା ଭାରି ସୁଆଦ। ତେଣୁ ଆମେ କ'ଣ କରୁ? ଖାଦ୍ୟ ଖାଉ ଖାଉ ପୁଣି ହାତରେ ଲାଗିଥିଲେ କିଛି ଆମେ କ'ଣ କରୁ? ଆଙ୍ଗୁଠି ଗୁଡ଼ିକ ଚାଟି ଚାଟି ଖାଉଥାଉ। ତେଣୁ ତା କ'ଣ ଲେଖା ହେଲା? ହାତ ଚାଟି ଚାଟି ଖାଇବା ଖାଦ୍ୟ। ତେଣୁ ଖାଦ୍ୟ ଗୁଡ଼ିକ ଆମେ ସୁଆଦ ଲାଗିଲେ ଚାଟି ଚାଟି ଖାଉ। ସେଇଭଳି ପିଲାମାନେ ପରବର୍ତ୍ତୀ ପଦଟି କ'ଣ ରହିଛି ନା କ'ଣ? ଗୋରୁ ଗାଈଙ୍କର ସେବା ଯତନ, ଗୋରୁ ଗାଈଙ୍କର ସେବା ଯତନ। ମାଉସୀ କ'ଣ କରନ୍ତି? ଖାଲି ରୋଷେଇ କରନ୍ତିନି, ସୁଆଦିଆ ଆମର ଖାଦ୍ୟ ରାନ୍ଧନ୍ତିନି, ଆଉ କ'ଣ କରନ୍ତି ନା ଗୋରୁ ଗାଈଙ୍କର ମଧ୍ୟ ସେବା ଆଉ ଯତ୍ନ ଭଲ ଭାବରେ ନିଅନ୍ତି। ଗୋରୁ ଗାଈ ଆମର ଗୁହାଳରେ ରୁହନ୍ତି, ତ ସେମାନଙ୍କର ଯତ୍ନ କଲେ ଆମକୁ କ'ଣ ମିଳେ? ଆଶୀର୍ବାଦ ମିଳେ। ସେଥିପାଇଁ ଗୋରୁ ଗାଈଙ୍କର ସେବା ମଧ୍ୟ ମାଉସୀ ଭଲ ଭାବରେ ନିଅନ୍ତି ଏବଂ ତାକୁ ଗୋରୁ ଗାଈମାନଙ୍କରୁ ସଫା କରିଦିଅନ୍ତି, ତାଙ୍କର ଯତ୍ନ ନିଅନ୍ତି, ଟାଇମରେ ଖାଇବାକୁ ଦିଅନ୍ତି। ଏଗୁଡ଼ିକ ମାଉସୀ ମଧ୍ୟ କରିଥାନ୍ତି। ସେଇଭଳି ଦେଖ, ଯିବେ ଦୟା ତାଙ୍କ ମହତ ଗୁଣ। ଖାଇବାକୁ ଦିଅନ୍ତି ଏବଂ ଜୀବମାନଙ୍କୁ ଦୟା କରନ୍ତି। ଖାଲି ଗାଈ ନୁହେଁ, ପ୍ରତ୍ୟେକ ଜୀବଙ୍କୁ ଦୟା। ଜାଣିଛ ମାନେ କାହା ପ୍ରତି ଆମେ ନିଷ୍ଠୁର ହେବା ନାହିଁ। ତେଣୁ ଦୟା କରୁଣା କରିବା ହେଉଛି ମାଉସୀଙ୍କର ଗୋଟେ ବହୁତ ବଡ଼ ଗୁଣ। ତେଣୁ ଯିବେ ଦୟା, ପ୍ରତ୍ୟେକ ଜୀବଙ୍କୁ ସିଏ କ'ଣ କରନ୍ତି? ଦୟା କରନ୍ତି। ଏବଂ ଏଇଠି ହେଉଛି ତାଙ୍କର ମହତ ଗୁଣ। ପ୍ରତ୍ୟେକ ଲୋକମାନେ ବା ପ୍ରତ୍ୟେକ ବ୍ୟକ୍ତିମାନେ ଜୀବମାନଙ୍କୁ ଦୟା କରିବା। ଆମେ ଜୀବମାନଙ୍କୁ କେବେ ହେଲେ ନିଷ୍ଠୁରତା ଆଚରଣ କରିବା ନାହିଁ। କାରଣ ଆମର ଗୌତମ ବୁଦ୍ଧ କହିଥିଲେ ଯିବେ ଦୟା କର। ତେଣୁ ତାଙ୍କର ଦୟା ଗୁଣଟି ହେଉଛି ବହୁତ ମହାନ ଗୁଣ, ଯାହାକି ମାଉସୀଙ୍କର ମଧ୍ୟ ଅଛି। ଯିବେ ଦୟା ତାଙ୍କ ମହତ ଗୁଣ। ତାହେଲେ ପିଲାମାନେ ଏଇ ତୃତୀୟ ପଦଟି ଭଲ ଭାବରେ ଜାଣିଲ କି ନାହିଁ? ହଁ, ତ ଆସ ଆମେ ତାର ସରଳ ପ୍ରଶ୍ନ ଗୁଡ଼ିକର ଉତ୍ତର କ'ଣ କରିବା? ଉତ୍ତର କରିବା। ତୁମକୁ ପଚାରିବି, ତୁମେ ଉତ୍ତର କହିବ। ଯଦି ନ କହିପାରିବ ମୁଁ ତୁମକୁ ସହଯୋଗ କରିବି। ଠିକ୍ ଅଛି? ଚାଲ ପିଲାମାନେ 1 ନମ୍ବର ଦେଖ। ଗୀତରେ ରୋଷେଇ କରିବା ପାଇଁ କରିବା କଥା କୁହାଯାଇଛି। ରୋଷେଇରେ ଆମର ଗୀତରେ କିଏ ରୋଷେଇ କରିବା କଥା କୁହାଯାଇଛି? ବୁଝିପାରିଲ? ତାହେଲେ କିଏ ରୋଷେଇ କରନ୍ତି? କୁହ। ହଁ,
ଠିକ୍ ଅଛି କିଏ କରନ୍ତି ନା କାଞ୍ଚନ ମାଉସୀ उत्तर ଠିକ୍ ଆସୁଛି ବୁଝିପାରିଲ ତୁମେମାନେ ଯୋଉଟା କହିଲ ଠିକ୍ ସେଭଳି ଦ୍ୱିତୀୟ ଦେଖ କାଞ୍ଚନ ମାଉସୀଙ୍କ ରାନ୍ଧଣା କେମିତି ଲାଗେ କହିଥିଲି ଭାରି ହଁ କୁହ ଠିକ୍ ଅଛି ଭାରି ସୁଆଦ ଲାଗେ ତୁମେ ତ ସବୁ ଠିକ୍ ଉତ୍ତର କହିଦେଉଛ ମୋତେ କିଛି କହିବାକୁ ପଡ଼ୁନାହିଁ ବୁଝିପାରିଲ ପିଲାମାନେ ତାପରେ ଦେଖ 3 ନମ୍ବର ଦେଖ ତୃତୀୟ ପ୍ରଶ୍ନ ଅଛି ତୃତୀୟ ଧାଡ଼ିରେ କାହାର ସେବା ଯତ୍ନ କଥା କୁହାଯାଇଛି ପିଲାମାନେ ତାଙ୍କ ଗୁହାଳରେ ବା ତାଙ୍କର ଘରେ କ'ଣ ରଖିଛନ୍ତି ଯେ ସେ ତାର ସେବା ଯତ୍ନ କରନ୍ତି ହଁ କ'ଣ ଲେଖା ହେଇଥିଲା ଗୋରୁ ଆଉ ଗାଈଙ୍କର ସେ ସେବା ଯତ୍ନ ଭାରି ଆନନ୍ଦରେ କରନ୍ତି ବୁଝିପାରିଲ ପିଲାମାନେ ସେବା କରନ୍ତି ପୁଣି ଯତ୍ନ ବି କରନ୍ତି ସେବା ଜାଣିଛ ପ୍ରତିଦିନ ତାଙ୍କର କାର୍ଯ୍ୟରେ ବ୍ୟସ୍ତ ରହିବା ତା ସହିତ ଯତ୍ନ ହେଉଛି ସଫାସୁତୁରା ବୁଝିପାରିଲ ସେଭଳି 4 ନମ୍ବର ଦେଖ ପିଲାମାନେ 4 ନମ୍ବର ପ୍ରଶ୍ନରେ ଅଛି ଗୀତରେ କେଉଁ ମହତ୍ଵ ଗୁଣ କୁହାଯାଇଛି ବୁଝିପାରିଲ ପିଲାମାନେ ଗୀତରେ ଆମର ମହତ୍ଵ ଗୁଣ କଥା କୁହାଯାଇଛି ସେବା ଯତ୍ନ କଥା କୁହାଯାଇଛି ନାଇଁ କି ହଁ ଠିକ୍ ଅଛି ପିଲାମାନେ ବୁଝିପାରିଲ ମହତ୍ ଗୁଣ କଥା କୁହାଯାଇଛି ହେଲେ ଚାଲ ପିଲାମାନେ ନେକ୍ସଟ ଆମେ ଜାଣିବା ଦେଖ ପିଲାମାନେ ଏଇ ପଦରେ ମଧ୍ୟ ଆମେ ନିଅଞ୍ଚ ଅଞ୍ଚକୁ ଚିହ୍ନିବା ତା ଚାରିପଟ କ'ଣ କରିବା ଆମର ବର୍ଗ କୋଠରୀ ଦେବା ପିଲାମାନେ ଚାଲ ଦେଖ ବାଞ୍ଛା କ'ଣ ଅଛି ନିଅଞ୍ଚ ଅଞ୍ଚ ଅଛି ତ ନିଅଞ୍ଚ ଅଞ୍ଚରେ ଆମର କ'ଣ ହେଲା ଗୋଟେ କୋଠରୀ ଦିଆହେଇକି ଚିହ୍ନିଲେ ବୁଝିଲେ ସେଇଭଳି କ'ଣ ପିଲା ଅଛି ପିଞ୍ଛ କୋଉଟା ନିଅଞ୍ଚ ଅଞ୍ଚ କୋଉଟା ଛ ହେଉଛି ଆମର ଦେଖ କୋଠରୀ ହଁ ଏଇଭଳି କୋଠରୀ ଯୋଉଟା ହେଉଛି ସେଇଟା ହେଉଛି ଆମର ନିଅଞ୍ଚ ଅଞ୍ଚ ସେଇଭଳି ଚାଞ୍ଚିବା ବୁଝିପାରିଲ ପିଲାମାନେ ଆମେ କାଠ ଚାଞ୍ଚୁ ବକଳ ସେଇଭଳି ନିଅଞ୍ଚ ଅଞ୍ଚ ମଝିରେ ରହୁଛି ସେଇଭଳି ପିଲାମାନେ ଲାଞ୍ଛନାର ଦେଖ ମଝି ଅକ୍ଷରଟି କ'ଣ ରହିଛି ହଁ ଏଇଟା ହେଉଛି ବର୍ଗ ଦିଆ ହେଲା ଏଟା ଆମେ ଚିହ୍ନିଲେ କ'ଣ ଲାଞ୍ଛନା ସେଇଭଳି ବାଞ୍ଛା ନିଧିର ଦେଖ ବୁଝିପାରିଲ ହଁ ବର୍ଗଟା ତାପରେ ଦେଖ ପିଲାମାନେ କ'ଣ ଆସୁଛି ବାଞ୍ଛନୀୟ ଦେଖ ବା ପରେ କ'ଣ ଅଛି ନିଅଞ୍ଚ ଅଞ୍ଚ ଶବ୍ଦ ପଦ୍ୟ ଆମର ଯୋଉ ଅକ୍ଷରଟି ଅଛି ସେଥିରେ ଆମର କ'ଣ ହେଇଛି ବର୍ଗ କୋଠରୀ ମଧ୍ୟ ଦିଆଯାଇଛି ତ ଏଇ ଯୋଉ ଗୁଡ଼ିକ ହଳଦିଆ କୋଠରୀ ଦିଆଯାଇଛି ସେଗୁଡ଼ିକ ହେଉଛି ଆମର ନିଅଞ୍ଚ ଅଞ୍ଚ ଚାଲ ଆମେ ନିଅଞ୍ଚ ଅଞ୍ଚ ଲାଗିଥିବା ଶବ୍ଦ ପଢ଼ିବା ବୁଝିପାରିଲ ଆମେ ଚିହ୍ନିଲେ ବର୍ତ୍ତମାନ ପଢ଼ିବା ପିଞ୍ଛ କ'ଣ ପିଲାମାନେ ପିଞ୍ଛ ତାପରେ ଲାଞ୍ଛନା ବୁଝିଲ ତାପରେ ଶବ୍ଦଟି ଚାଲ ପିଲାମାନେ ପଢ଼ିବା କ'ଣ ଲେଖା ହେଇଛି ବିଞ୍ଛଣା ପିଲାମାନେ ବିଞ୍ଛଣା କ'ଣ ଜାଣିଛ ହଁ ଯୋଉଠି ଆମେ ପାରିକି ଶୋଇଥାଉ ସେଇଭଳି ଲେଖା ହେଇଛି ଆଉ ଗୋଟେ ଶବ୍ଦ ଆସିଛି ଅବାଞ୍ଛିତ କ'ଣ ପିଲାମାନେ ଅବାଞ୍ଛିତ କ'ଣ ଯୋଉଟା ଆମର ଇଚ୍ଛା ନୁହେଁ ସେଇଭଳି ଦେଖ ବାଞ୍ଛନୀୟ ବୁଝିପାରିଲ ପିଲାମାନେ ଆଉ ଗୋଟେ ଶବ୍ଦ ପଢ଼ିବା ବାଞ୍ଛନୀୟ ତାପରେ ଆଉ ଗୋଟେ ପିଲାମାନେ ଦେଖ ବାଞ୍ଛା ନିଧି ବୁଝିପାରିଲ ପିଲାମାନେ ବାଞ୍ଛା ନିଧି ହେଲା ସେଇଭଳି এইଗୁଡ଼ିକ ହେଉଛି ଆମର ନିଅଞ୍ଚ ଅଞ୍ଚର ଶବ୍ଦ ପିଞ୍ଛ ଲାଞ୍ଛନା ବିଞ୍ଛଣା ଅବାଞ୍ଛିତ ବାଞ୍ଛନୀୟ ବାଞ୍ଛା ନିଧି এইଗୁଡ଼ିକ ହେଉଛି ଆମର ନିଅଞ୍ଚ ଅଞ୍ଚ ଶବ୍ଦ ଗୁଡ଼ିକ ବୁଝିପାରିଲ ସେଇଭଳି ପିଲାମାନେ ଆମେ କ'ଣ ଶିଖିଲେ ଦେଖ ଆମେ କ'ଣ ଶିଖିଲେ ଏଥିରୁ ଆମେ ଶିଖିଲେ ନିଅଞ୍ଚ ଅଞ୍ଚ ଶବ୍ଦ ଗୁଡ଼ିକ ସବୁ ଚିହ୍ନିଲେ ଯୋଉଗୁଡ଼ିକ କୋଠରୀ କରିଥିଲେ ଆମେ ସେଇଗୁଡ଼ା ଶିଖିଲେ ନାଇଁ କି ନିଅଞ୍ଚ ଅଞ୍ଚ ଗୁଡ଼ିକ ଚିହ୍ନିଥିଲେ ବୁଝିଲେ ପିଲାମାନେ ତ ହଳଦିଆ କୋଠରୀ ଦେଇକି ଚିହ୍ନିଥିଲେ ସେଇଟା ହେଉଛି ନିଅଞ୍ଚ ଅଞ୍ଚ ସେଇଭଳି ନିଅଞ୍ଚ ଅଞ୍ଚ ଲାଗିଥିବା ଶବ୍ଦ ମଧ୍ୟ ପଢ଼ିଲେ ତଳକୁ ତଳ ସବୁ ଶବ୍ଦ ଆସିଲା ଆମେ ସେଗୁଡ଼ିକ ପଢ଼ି ପାରିଥିଲେ ନାଇଁ କି ଲାଞ୍ଛିତ ପଢ଼ିଥିଲେ ବାଞ୍ଛିତ ପଢ଼ିଥିଲେ ସେଇ ଶବ୍ଦ ଗୁଡ଼ିକୁ ଆମେ ମଧ୍ୟ ପଢ଼ିଥିଲେ ତାପରେ କ'ଣ ପିଲାମାନେ ଆମେ ପଢ଼ିଥିଲେ କ'ଣ ଶିଖିଥିଲେ ନା ଗୀତ ଗାଇଥିଲେ କୋଉ ଗୀତ ଗାଇଥିଲେ ମନେ ପକାଅ ହଁ ସେଇ ଗୀତ ଗୁଡ଼ିକ ଆମର ଘର ତାଙ୍କର ସଫାସୁତୁରା ନାଇଁ କି ବହୁତ ପଢ଼ିଥିଲେ ସେ ଗୀତଟି ତେଣୁ ଗୀତ ଗୁଡ଼ିକ ମଧ୍ୟ ଆମେ ଗାଇଥିଲେ ତାପରେ ପିଲା କ'ଣ ଜାଣିଥିଲେ ନା ଗୀତ ସମ୍ପର୍କିତ ସରଳ ପ୍ରଶ୍ନର ଉତ୍ତର ମଧ୍ୟ ଦେଲେ ଏଇଥିରେ ନାଇଁ କି ଆମେ ଏଥିରେ କ'ଣ ସରଳ ପ୍ରଶ୍ନ ସବୁ ଆସିଥିଲା ନାଇଁ କି ତାଙ୍କର ସରଳ ପ୍ରଶ୍ନ ଗୁଡ଼ିକ ଆମେ ମଧ୍ୟ ଜାଣିଥିଲେ ବୁଝିଲ ପିଲାମାନେ ତାପରେ ଆମର ଗୀତ ସମ୍ପର୍କିତ ଯୋଉ ସରଳ ପ୍ରଶ୍ନ ଥିଲା କି କହିପାରିବଟି ମନେ ଅଛି ତୁମର ତ ହଉ ତାହେଲେ ତମେ ଠିକ୍ ଶୁଣୁଛ ବୁଝିହେଲା କି ନାହିଁ ପିଲାମାନେ ତ ଏଇଥିରୁ ଆମେ ଯୋଉ ଆଜି ପଢ଼ିଲେ ତୃତୀୟ ଅନୁଚ୍ଛେଦ କି
କ'ଣ କାଞ୍ଚନ ମାଉସୀ ଘର ସେଥିରେ ଯେଉଁ ପଦ୍ୟ ଥିଲା ସେଇ ପଦ୍ୟଟି ଘର କାମ ସଫାସୁତୁର ମାଉସୀ ସିଏ ଭଲରେ କ'ଣ କରେ ସେବା ଯତ୍ନ କରେ। ତ ଏଇଥିରେ ଆମେ ଯେଉଁ ପାଠଟି ପଢ଼ିଲେ ସେଇ ପାଠ ପାଇଁ ପଢ଼ି ସାରିଲା, କିନ୍ତୁ ତୁମେ କିଛି ଘର କାମ କରିକି ଆଣିବ। ଘର କରିକି ଆଣିକି କ'ଣ କରିବ ମୋତେ ପରବର୍ତ୍ତୀ ଶ୍ରେଣୀରେ ମୋତେ ଦେଖେଇବ, ଯାହାଫଳରେ ମୁଁ ବୁଝିବି ତମେ ନିଅଞ୍ଚଞ୍ଚ ଶବ୍ଦ ଗୁଡ଼ିକ ଭଲ ଭାବରେ ଜାଣିଛ। ତ କ'ଣ କରିବ ନା ନିମ୍ନ ଶବ୍ଦ ଗୁଡ଼ିକ ଘରେ ପଢ଼ି ଆସ, ଭଲ ଭାବରେ ପଢ଼ି ଆସିଥିବ। ମୁଁ ତୁମକୁ ଆସିଲେ ପଚାରିବି କ'ଣ ସେ ଶବ୍ଦ ଗୁଡ଼ିକ ଦେଖ ପିଲାମାନେ ନା ବାଞ୍ଛା, ଏଗୁଡ଼ିକ କ'ଣ କରିବ ପଢ଼ିକି ଆସିଥିବ। ତୁମମାନଙ୍କୁ ପଚାରିବି କ'ଣ ପଢ଼ିଛ, ନ ଦେଖିକି କହିପାରିବ ଯେମିତି ବାଞ୍ଛା, ପିଞ୍ଛ, ସେଇଭଳି ଆଉ କ'ଣ ରହିଛି ନା ଚାଞ୍ଚିବା। ବୁଝିଲ ପିଲାମାନେ, କ'ଣ ଆମେ ଚାଞ୍ଚିବା ଶବ୍ଦ ମଧ୍ୟ ତୁମକୁ ଦେଉଛି ଘରେ ପଡ଼ିବ। ସେଭଳି ବାଞ୍ଛିତ, ଲାଞ୍ଛନା, ଆମେ କ'ଣ ପଢ଼ିଥିଲେ ଲାଞ୍ଛନା। ତାପରେ ଆମେ କ'ଣ ପଢ଼ିଥିଲେ ବିଞ୍ଛଣା। ବୁଝିଲ ପିଲାମାନେ, ବାଞ୍ଛା ନିଧି। ତାପରେ କ'ଣ ପଢ଼ିଥିଲେ ପିଲାମାନେ ଅବାଞ୍ଛନୀୟ। ତ ଆମେ ତୁମକୁ କେଉଁ ଶବ୍ଦ ଗୁଡ଼ିକ ଦେଇଥିଲି ବାଞ୍ଛା, କ'ଣ ଦେଇଥିଲି ବାଞ୍ଛା। ଶୁଣ ମନେ ରଖିବ, ଖାଲି ଆମେ ପଢ଼ିଦେଲେ ହେବନି, ଏଗୁଡ଼ିକ ଆମର ପଢ଼ିଲେ ସବୁଦିନ ପାଇଁ ମନେ ରଖିଲେ କେଉଁଠି କେଉଁଟା ବ୍ୟବହାର କରିବା ଜାଣିପାରିବା। ବାଞ୍ଛା ଗୋଟେ ନା, ପିଞ୍ଛ ସେମିତି ଚାଞ୍ଚିବା, ଚାଞ୍ଚିବା, ବାଞ୍ଛିତ, ଲାଞ୍ଛନା, ତାପରେ ବିଞ୍ଛଣା, ତାପରେ ବାଞ୍ଛନୀୟ, ତାପରେ ଅବାଞ୍ଛନୀୟ। ଏଗୁଡ଼ିକ ଆମେ ବାରମ୍ବାର ପଢ଼ିବା ଦ୍ୱାରା ଅଭ୍ୟାସ କରିବା ଦ୍ୱାରା ଆମେ ଏଇ ଶବ୍ଦକୁ ଉଚ୍ଚାରଣ କରିବା। ଆଉ ଯେତେବେଳେ ଏଇ ଶବ୍ଦ ଗୁଡ଼ିକ ଆମର ପାଠରେ ଆସିବା ଆମେ ଭଲ ଭାବରେ ସରଳରେ ପଢ଼ିପାରିବା। ବୁଝିଲ ପିଲାମାନେ? ହଉ, ତାହେଲେ ଠିକ୍ ଅଛି। ପରବର୍ତ୍ତୀ ଶ୍ରେଣୀରେ ଆମେ ନୂଆ ଅନୁଚ୍ଛେଦ ପଢ଼ିବା। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।